ଏକ ବିଦ୍ୟୁତ୍ ସେଲ୍‌ର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ୍ ବିଭବାନ୍ତର ହେଉଛି 3 ଭୋଲ୍ଟ। ତାହେଲେ ସେହି ସେଲ୍‌ର ଦୁଇ ପ୍ରାନ୍ତ ମଧ୍ୟରେ 5 କୁଲମ୍ବ ଚାର୍ଜ ସ୍ଥାନାନ୍ତର କରିବା ପାଇଁ କେତେ କାର୍ଯ୍ୟ ହୁଏ? ଏହା ହେଉଛି ଆମର ପ୍ରଶ୍ନ। ତ ଆମକୁ ଏଠାରେ ନିରୂପଣ କରିବାର ଅଛି ଯେ 5 କୁଲମ୍ବ ଚାର୍ଜ ସ୍ଥାନାନ୍ତର କରିବାକୁ କେତେ କାର୍ଯ୍ୟ କରିବାକୁ ପଡ଼ିବ। ତେବେ ଚାଲନ୍ତୁ ଦେଖିବା ଆମକୁ କ'ଣ ଦିଆହୋଇଛି। ଆମ ପାଖରେ ଏକ ସେଲ୍ ଅଛି। ଏହା ହେଉଛି ମୋର ସେଲ୍ ଏବଂ ଏହା ଦିଆଯାଇଛି ଯେ ସେଲ୍‌ର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ୍ ବିଭବାନ୍ତର ହେଉଛି 3 ଭୋଲ୍ଟ। ଏହି ନମ୍ବରରୁ ମାନେ ଏହି 3 ଭୋଲ୍ଟରୁ କାର୍ଯ୍ୟ ନିରୂପଣ କରିବା ପୂର୍ବରୁ ଆମକୁ ବୁଝିବାକୁ ପଡ଼ିବ ଯେ 3 ଭୋଲ୍ଟର ମାନେ କ'ଣ। ଆମେ ପୂର୍ବ ଭିଡ଼ିଓରେ ଦେଖିଛନ୍ତି ଯେ ଭୋଲ୍ଟର ମାନେ ହେଉଛି ଜୁଲ୍ ପର୍ କୁଲମ୍ବ। ତ ତେଣୁକରି 3 ଭୋଲ୍ଟ ମାନେ 3 ଜୁଲ୍ ପର୍ କୁଲମ୍ବ। ତେଣୁକରି ଏଥିରୁ ମୁଁ ଜାଣିପାରୁଛି ଯେ ପ୍ରତ୍ୟେକ କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ 3 ଜୁଲ୍ କାର୍ଯ୍ୟର ଆବଶ୍ୟକତା ରହିଛି। ଏହା ହେଉଛି 3 ଭୋଲ୍ଟର ମାନେ। ତ ଭୋଲ୍ଟର ମାନେ କ'ଣ? ଏକ କୁଲମ୍ବ ଚାର୍ଜକୁ ଗୋଟେ ପଏଣ୍ଟରୁ ଆଉ ଗୋଟେ ପଏଣ୍ଟକୁ ସ୍ଥାନାନ୍ତର କରିବାକୁ କେତେ ଜୁଲ୍‌ର କାର୍ଯ୍ୟ ଆବଶ୍ୟକ। ଯେତିକି ଜୁଲ୍‌ର କାର୍ଯ୍ୟ ଆବଶ୍ୟକ ଆମେ କୁହନ୍ତି ସେ ଦୁଇଟି ପଏଣ୍ଟ ମଧ୍ୟରେ ସେତିକି ବିଦ୍ୟୁତ୍ ବିଭବାନ୍ତର ରହିଛି। ଏବେ ଯେହେତୁ ଆମେ ବିଦ୍ୟୁତ୍ ବିଭବାନ୍ତର ମାନେ ବୁଝି ସାରିଛନ୍ତି, ଏବେ ଚାଲନ୍ତୁ ଦେଖିବା ଆମେ ଏହି ପ୍ରଶ୍ନଟିର ଉତ୍ତର କରିବାକୁ ଚେଷ୍ଟା କରିବା। ଆମକୁ ନିରୂପଣ କରିବାର ଅଛି ଯେ 5 କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ କେତେ କାର୍ଯ୍ୟ କରିବାକୁ ହେବ। ଆମେ ଜାଣିଛନ୍ତି ଯେ 1 କୁଲମ୍ବ ଚାର୍ଜ ପାଇଁ 3 ଜୁଲ୍ କାର୍ଯ୍ୟ ଆବଶ୍ୟକ। କାରଣ ଏଠାରେ ଦିଆହେଉଛି 3 ଜୁଲ୍ ପର୍ କୁଲମ୍ବ, ଯେ ପ୍ରତ୍ୟେକ କୁଲମ୍ବ ବା 1 କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ 3 ଜୁଲ୍‌ର କାର୍ଯ୍ୟର ଆବଶ୍ୟକତା ରହିଛି। ତେଣୁକରି 1 କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ 3 ଜୁଲ୍ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଆମକୁ ଦରକାର 5 କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ କେତେ କାର୍ଯ୍ୟ କରିବାକୁ ହେବ। ବର୍ତ୍ତମାନ ଭିଡ଼ିଓଟିକୁ ପଜ୍ କରି ଦିଆଯାଇଥିବା ଡାଟାରେ ପ୍ରଶ୍ନଟିକୁ ସଲ୍ଭ କରିବାକୁ ଚେଷ୍ଟା କରନ୍ତୁ। ଚାଲନ୍ତୁ ଦେଖିବା ମୁଁ ଉତ୍ତରଟି କରୁଛି। ତେବେ 1 କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ 3 ଜୁଲ୍ କାର୍ଯ୍ୟର ଆବଶ୍ୟକତା ରହିଛି। ଯଦି 2 କୁଲମ୍ବ ଥାନ୍ତା ତାହେଲେ ତାର 2 ଗୁଣା କାର୍ଯ୍ୟର ଆବଶ୍ୟକତା ହୋଇଥାନ୍ତା। 3 × 2 6 ଜୁଲ୍। ଯଦି 3 କୁଲମ୍ବ ଚାର୍ଜ ସ୍ଥାନାନ୍ତର ହୋଇଥାନ୍ତା ତାହେଲେ 3 ଗୁଣା କାର୍ଯ୍ୟ ଆବଶ୍ୟକ ହୋଇଥାନ୍ତା। ଆମ ପାଖରେ କେତେ ଅଛି? 5 କୁଲମ୍ବ। ତେଣୁକରି 5 ଗୁଣା କାର୍ଯ୍ୟର ଆବଶ୍ୟକତା ରହିବ। ତେଣୁକରି ୱାର୍କ ଡନ୍, ଯାହାକୁ ଆମେ ଡବ୍ଲ୍ୟୁରେ ଦର୍ଶାଇଥାଉ, ୱାର୍କ ଡନ୍ ମାନେ କେତେ କାର୍ଯ୍ୟର ଆବଶ୍ୟକତା ରହିଛି। W = 3 ଜୁଲ୍ ପର୍ କୁଲମ୍ବ ଏବଂ ଯେହେତୁ ଆମେ 5 କୁଲମ୍ବ ଚାର୍ଜ ସ୍ଥାନାନ୍ତର କରୁଛନ୍ତି ତେଣୁକରି ଆ ଦେହରେ କେତେ ମଲ୍ଟିପ୍ଲାଏ କରିବା? 5 କୁଲମ୍ବ। ତ ଏଠାରେ କୁଲମ୍ବ କୁଲମ୍ବ କ୍ୟାନସଲ୍ ହେଇଯିବ ଏବଂ ଆମକୁ ମିଳିଯିବ 15 ଜୁଲ୍। ତେଣୁକରି 5 କୁଲମ୍ବ ଚାର୍ଜ ସ୍ଥାନାନ୍ତର କରିବାକୁ ଆମକୁ କେତେ କାର୍ଯ୍ୟ କରିବାକୁ ପଡ଼ିବ? 15 ଜୁଲ୍। ଏଠାରେ ତୁମେମାନେ ଧ୍ୟାନ ଦେବା ଉଚିତ ଯେ ଯଦି ଆମେମାନେ ଭୋଲ୍ଟ କ'ଣ ଜାଣିଛନ୍ତି ତାହେଲେ ଆମକୁ କୌଣସି ସୂତ୍ର ମନେ ରଖିବାର ଆବଶ୍ୟକତା ନାହିଁ। ଆମେ ବାସ୍ କିଛି ତର୍କ ଲଗାଇ ପ୍ରଶ୍ନଟିର ସମାଧାନ କରିଦେଇ ପାରିବା। ଏବେ ଚାଲନ୍ତୁ ଆଉ ଏକ ପ୍ରଶ୍ନର ସମାଧାନ କରିବା। ପ୍ରଶ୍ନଟି ହେଉଛି ଏକ ବଲ୍ବର ଫିଲାମେଣ୍ଟରେ 4 କୁଲମ୍ବ ଚାର୍ଜ ପ୍ରବାହିତ କରିବାକୁ 20 ଜୁଲ୍ କାର୍ଯ୍ୟ କରିବାକୁ ହୁଏ। ଫିଲାମେଣ୍ଟର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର ନିର୍ଣ୍ଣୟ କର। ତ ଭିଡ଼ିଓଟିକୁ ପଜ୍ କରନ୍ତୁ ଏବଂ ପ୍ରଶ୍ନଟିକୁ ସଲ୍ଭ କରିବାକୁ ଚେଷ୍ଟା କରନ୍ତୁ। ଠିକ୍ ଅଛି, ଚାଲନ୍ତୁ ଦେଖିବା। ତ ଏହି ପ୍ରଶ୍ନରେ ଆମକୁ ପଚରାଯାଇଛି ଯେ ବିଦ୍ୟୁତ୍ ବିଭବାନ୍ତର କେତେ ଏବଂ ଆମକୁ ଦିଆଯାଇଛି ଯେ 4 କୁଲମ୍ବ ଚାର୍ଜକୁ ଫିଲାମେଣ୍ଟରେ ପ୍ରବାହିତ କରିବାକୁ 20 ଜୁଲ୍ କାର୍ଯ୍ୟ କରିବାକୁ ପଡ଼ିଥାଏ। ଚାଲନ୍ତୁ ମାନିନେବା ଏହା ହେଉଛି ଆମର ଫିଲାମେଣ୍ଟ। ଏହା ହେଉଛି ଆମର ଫିଲାମେଣ୍ଟ। ଆମେ ଜାଣିଛନ୍ତି ଯେ ଆମକୁ ଫିଲାମେଣ୍ଟରେ 4 କୁଲମ୍ବ ଚାର୍ଜକୁ ପ୍ରବାହିତ କରିବାକୁ କେତେ କାର୍ଯ୍ୟ ଆବଶ୍ୟକ? 20 ଜୁଲ୍‌ର କାର୍ଯ୍ୟ ଆବଶ୍ୟକ। 20 ଜୁଲ୍ ୱାର୍କ ଡନ୍ ଦରକାର ଅଛି। ୱାର୍କ ଡନ୍ ମାନେ କାର୍ଯ୍ୟ। ଏବଂ ଆମକୁ ପଚରାଯାଇଛି ଯେ ଫିଲାମେଣ୍ଟର ଦୁଇ ପ୍ରାନ୍ତ ମଧ୍ୟରେ ପୋଟେନ୍ସିଆଲ ଡିଫରେନ୍ସ ବା ବିଦ୍ୟୁତ୍ ବିଭବାନ୍ତର କେତେ। ତେବେ ପୁନର୍ବାର ଚାଲନ୍ତୁ ଯିବା ଯେ ବିଦ୍ୟୁତ୍ ବିଭବାନ୍ତର କ'ଣ। ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର ହେଉଛି ସେହି ଦୁଇ ବିନ୍ଦୁ ମଧ୍ୟରେ ଏକକ ପରିମାଣର ଚାର୍ଜ ସ୍ଥାନାନ୍ତର ପାଇଁ ହେଉଥିବା କାର୍ଯ୍ୟର ପରିମାଣ। ତ ଯଦି ଆମକୁ ଦୁଇ ବିନ୍ଦୁ ମଧ୍ୟରେ ବିଦ୍ୟୁତ୍ ବିଭବାନ୍ତର ଦରକାର ଅଛି ତାହେଲେ ଆମକୁ ନିରୂପଣ କରିବାକୁ ପଡ଼ିବ ଯେ 1 କୁଲମ୍ବ ବା 1 କୁଲମ୍ବ ଚାର୍ଜ ସ୍ଥାନାନ୍ତର କରିବା ପାଇଁ ଆମକୁ କେତେ କାର୍ଯ୍ୟ କରିବାକୁ ପଡ଼ୁଛି। ତ ଏଠାରେ ପ୍ରତି 4 କୁଲମ୍ବ ପାଇଁ 20 ଜୁଲ୍‌ର କାର୍ଯ୍ୟ କରିବାକୁ ପଡ଼ୁଛି। ତ ପ୍ରତି କୁଲମ୍ବ ଚାର୍ଜ ସ୍ଥାନାନ୍ତର ପାଇଁ କେତେ କାର୍ଯ୍ୟ କରିବାକୁ ପଡ଼ିବ? କାହିଁକିନା ତାହା ହିଁ ହେଉଛି ବିଦ୍ୟୁତ୍ ବିଭବାନ୍ତର ଏବଂ ତାହା ହୋଇଯିବ କେତେ? 20 ଜୁଲ୍ ବାଇ 4 କୁଲମ୍ବ। କାହିଁକିନା 4 କୁଲମ୍ବ ପାଇଁ 20 ଜୁଲ୍‌ର କାର୍ଯ୍ୟ ଆବଶ୍ୟକ। ତ 1 କୁଲମ୍ବ ପାଇଁ କେତେ ହେବ? 20 ଜୁଲ୍ ବାଇ 4 କୁଲମ୍ବ, ଯାହାକି ହୋଇଯିବ ଆମର କ'ଣ? ପୋଟେନ୍ସିଆଲ ଡିଫରେନ୍ସ ବା ବିଦ୍ୟୁତ୍ ବିଭବାନ୍ତର। 4 କାଟିଦେବ 20କୁ
5 टाइम्स माने 4 into 5 आम 20 तो 4 कैंसिल कर दबो 20 को 5 रे तो हमको मिली गला 5 जूल पर कूलम एवं जूल पर कूलम हम कोन कोंदी वोल्ट तेणु करी 5 वोल्ट तेणु करी फिलामेंट रो दुई प्रांत मध्य रे विभव अंतर हेउची केते 5 वोल्ट पुनर्बार एठारे तुम माने नोटिस करिवो बा ध्यान देले जानि परिवो जे एठारे मध्य आमे बिना सूत्र रे प्रश्नटीर समाधान करदेले एवं आमे केवल कोण व्यवहार कले आमे विद्युत विभवांतर संज्ञा बा विद्युत विभवांतर कोण ताकू व्यवहार करी आमे प्रश्नटीर समाधान करदेले।